तो केमिति अछंती आपण माने आज कॉम्पिटिटिव एग्जाम जीके क्लास रो टॉपिक टी रहउची सिंधु सभ्यता। सिंधु सभ्यतार प्रमुख वैशिष्ट्य कौन थिला? विशाल पक्का रास्ता, बासन पत्रर व्यवहार, निष्कासी व्यवस्था और ताहार निर्माण, सहर रे परिकल्पित गृह निर्माण। आंसर टी होची ऑप्शन सी ड्रेनेज सिस्टम एंड कंस्ट्रक्शन। सिंधु सभ्यतार सबुठु मुख्य वैशिष्ट्य हेउची उन्नत निष्कासी व्यवस्था। प्रत्येक घररू पानी बाहरिबा पई नाळ व्यवस्था थिला एवं सेगुडीकु संयुक्त करी बड़ नाळ तयारी करा जायतिला। ଏହା ତାଙ୍କର ସୂଚିନ୍ତିତ ନଗର ଯୋଜନାକୁ ପ୍ରଦର୍ଶନ କରେ। ମହେଞ୍ଜୋଦାରୋ ଅର୍ଥ କ'ଣ? ଅପସନ୍ ଏ ଜୀବିତଙ୍କ ସ୍ୱପ୍ନ, ଅପସନ୍ ବି ମୃତମାନଙ୍କର ଟିଲା, ଅପସନ୍ ସି ଶାନ୍ତିର ଦେଶ, ଅପସନ୍ ଡି ସୀମାନ୍ତ ନଗର। ଆନ୍ସରଟି ହେବ ଅପସନ୍ ବି ମୃତମାନଙ୍କର ଟିଲା। ମହେଞ୍ଜୋଦାରୋ ଅର୍ଥ ମୃତମାନଙ୍କର ଟିଲା। ଏହା ସିନ୍ଧୁ ସଭ୍ୟତାର ଗୁରୁତ୍ୱପୂର୍ଣ୍ଣ ସହରମାନଙ୍କ ମଧ୍ୟରୁ ଗୋଟିଏ ଥିଲା। ପୁରାତତ୍ତ୍ୱ ବିଜ୍ଞାନ ଏଠାରେ ଅନେକ ଅବଶେଷ ମିଳିଥିଲା ଯାହା ଦେଖାଏ ଯେ ଏହା ଗୋଟିଏ ଉନ୍ନତ ଓ ପରିକଳ୍ପିତ ସହର ଥିଲା। ହରପ୍ପା କେବେ ଆବିଷ୍କୃତ ହେଇଥିଲା? ଅପସନ୍ ଏ 1910, ଅପସନ୍ ବି 1921, ଅପସନ୍ ସି 1931, ଅପସନ୍ ଡି 1911। ଅପସନ୍ ବି 1921 ହେଉଛି କରେକ୍ଟ ଆନ୍ସର। ହରପ୍ପା 1921 ମସିହାରେ ପୁରାତତ୍ତ୍ୱବିଦ୍ ଦୟାରାମ ସହନୀଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା। ଏହା ସିନ୍ଧୁ ସଭ୍ୟତାର ପ୍ରଥମ ଖୋଦା ଯାଇଥିବା ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ ଥିଲା। ସିନ୍ଧୁ ସଭ୍ୟତାର କେଉଁଠି କାଠର ଲଙ୍ଗଳ ବ୍ୟବହାର ପ୍ରମାଣ ମିଳିଛି? ଅପସନ୍ ଏ କାଲିବଙ୍ଗନ, ବି ଆଲମଗୀରପୁର, ସି ହରପ୍ପା, ଡି ମୋହେଞ୍ଜୋଦାରୋ। କାଲିବଙ୍ଗନ ହେଉଛି କରେକ୍ଟ ଆନ୍ସର। କାଲିବଙ୍ଗନରେ ଚାଷ କ୍ଷେତ୍ରର ଚିହ୍ନ ମିଳିଥିଲା ଯାହା କାଠର ଲଙ୍ଗଳ ବ୍ୟବହାରକୁ ପ୍ରମାଣ କରେ। ନେକ୍ସଟ କ୍ୱେଶ୍ଚନ, ହରପ୍ପାର ଲୋକ କେଉଁ ଯୁଗ ସହିତ ସମ୍ବନ୍ଧିତ ଥିଲେ? ଅପସନ୍ ଏ ନେଓଲିଥିକ ଯୁଗ, ବି ଚାଲକୋଲିଥିକ ଯୁଗ, ସି ଆଇରନ୍ ଯୁଗ, ଡି ପେଲିଓଲିଥିକ ଯୁଗ। ଅପସନ୍ ବି ଚାଲକୋଲିଥିକ ଯୁଗଟି ହେଉଛି କରେକ୍ଟ ଆନ୍ସର। ଏଇଟା ତାମ୍ର ନୁହେଁ ତମ୍ବା। ହରପ୍ପାର ଲୋକେ ତମ୍ବା ଓ ବ୍ରୋଞ୍ଜ ବ୍ୟବହାର କରୁଥିଲେ, ତେଣୁ ସେମାନେ ଚାଲକୋଲିଥିକ ଏଜରେ ପଡ଼ନ୍ତି। ହରପ୍ପାର ଲୋକମାନଙ୍କର କେଉଁ ଦେଶ ସହିତ ଭଲ ବାଣିଜ୍ୟ ସମ୍ପର୍କ ଥିଲା? ଅପସନ୍ ଏ ମେସୋପଟାମିଆ, ବି କନଷ୍ଟାଣ୍ଟିନୋପଲ, ସି ଇଜିପ୍ଟ, ଡି ଗ୍ରୀସ୍। କରେକ୍ଟ ଆନ୍ସରଟି ହେଉଛି ଅପସନ୍ ଏ ମେସୋପଟାମିଆ। ପୁରାତତ୍ତ୍ୱ ପ୍ରମାଣରୁ ଜଣାପଡ଼େ ଯେ ହରପ୍ପାର ଲୋକମାନେ ମେସୋପଟାମିଆ ସହିତ ବାଣିଜ୍ୟ କରୁଥିଲେ। ନେକ୍ସଟ କ୍ୱେଶ୍ଚନଟି ହେଉଛି ହରପ୍ପା ସଭ୍ୟତା ସମୟରେ କେଉଁ ଧାତୁ ବ୍ୟବହୃତ ହେଉନଥିଲା? ଅପସନ୍ ଏ ଲୌହ, ବି ବ୍ରୋଞ୍ଜ, ସି ତମ୍ବା, ଡି ସୁନା। ଅପସନ୍ ଏ ଆଇରନ୍ ହେଉଛି କରେକ୍ଟ ଆନ୍ସର। ହରପ୍ପା ସଭ୍ୟତାରେ ଲୌହ ବ୍ୟବହାର ହୋଇନଥିଲା, ସେମାନେ ତମ୍ବା ଓ ବ୍ରୋଞ୍ଜ ବ୍ୟବହାର କରୁଥିଲେ। ନେକ୍ସଟ କ୍ୱେଶ୍ଚନ, ନିମ୍ନଲିଖିତ ମଧ୍ୟରୁ କେଉଁଠି ହରପ୍ପା ସ୍ଥାନଗୁଡ଼ିକର ଠିକ୍ ଭାବେ ମ୍ୟାଚ୍ ହେଇନାହିଁ? ଅପସନ୍ ଏ କାଲିବଙ୍ଗନ ରାଜସ୍ଥାନ, ଅପସନ୍ ବି କୋଟଦିଜି ବଲୁଚିସ୍ତାନ, ସି ଧୋଲାବିରା ଗୁଜରାଟ, ଡି ବାନାୱାଲି ଉତ୍ତରପ୍ରଦେଶ। କରେକ୍ଟ ଆନ୍ସରଟି ହେଉଛି ବାନାୱାଲି ଉତ୍ତରପ୍ରଦେଶ। ବାନାୱାଲି ବାସ୍ତବରେ ହରିୟାଣାରେ ଅବସ୍ଥିତ, ଉତ୍ତରପ୍ରଦେଶରେ ନୁହଁ। ନିମ୍ନଲିଖିତ ଅପସନ୍ ଗୁଡ଼ିକ ମଧ୍ୟରୁ କେଉଁଠି କରେକ୍ଟଲି ମ୍ୟାଚ୍ ହେଇନାହିଁ? ଅପସନ୍ ଏ ମହେଞ୍ଜୋଦାରୋ, ରାଖାଲଦାସ ବାନାର୍ଜୀ, ବି ହରପ୍ପା, ଦୟାରାମ ସାନି, ସି ଲୋଥାଲ, ଜୋନ୍ ମାର୍ଶେଲ, ଡି ନନ୍ ଅଫ୍ ଦିଜ୍। କରେକ୍ଟ ଆନ୍ସରଟି ହେଉଛି ଅପସନ୍ ସି ଲୋଥାଲ, ଏସ୍ ଆର୍ ରାଓଙ୍କ ଦ୍ୱାରା ଆବିଷ୍କୃତ, ଜୋନ୍ ମାର୍ଶାଲ ନୁହଁ। ନେକ୍ସଟ କ୍ୱେଶ୍ଚନ, ସିନ୍ଧୁବାସୀଙ୍କର ପ୍ରମୁଖ ପୁରୁଷ ଦେବତା କିଏ ଥିଲେ? ଅପସନ୍ ଏ ପଶୁପତି, ବି ଇନ୍ଦ୍ର, ସି ଅଗ୍ନି, ଡି ବିଷ୍ଣୁ। କରେକ୍ଟ ଆନ୍ସରଟି ହେଉଛି ଅପସନ୍ ଏ ପଶୁପତି। ସିନ୍ଧୁ ସଭ୍ୟତାରେ ମିଳିଥିବା ଗୋଟିଏ ମୋହରରେ ଜଣେ ବ୍ୟକ୍ତି ଯୋଗ ମୁଦ୍ରାରେ ବସିଥିବା ଏବଂ ଚାରିପାଖରେ ପଶୁମାନେ ଥିବା ଦେଖାଯାଏ, ଯାହାକୁ ପଶୁପତି କିମ୍ବା ଭଗବାନ ଶିବଙ୍କ ପ୍ରାରମ୍ଭିକ ରୂପ ବୋଲି ଜଣାପଡ଼େ। ତେଣୁ ପଶୁପତିଙ୍କୁ ପ୍ରମୁଖ ପୁରୁଷ ଦେବତା ଭାବେ ଧରାଯାଏ। ସିନ୍ଧୁ ସଭ୍ୟତାରେ କେଉଁଠି ଧାନ ଚାଷର ପ୍ରମାଣ ମିଳିଛି? ଅପସନ୍ ଏ ହରପ୍ପା, ବି ରୋପାର, ସି ଲୋଥାଲ, ଡି କାଲିବଙ୍ଗନ। କରେକ୍ଟ ଆନ୍ସରଟି ହେଉଛି ଅପସନ୍ ବି ରୋପାର। ରୋପାରରେ ଧାନ ଚାଷର ପ୍ରମାଣ ମିଳିଛି। କେଉଁ ସହର ଉନ୍ନତ ଜଳ ବ୍ୟବସ୍ଥାପନ ପାଇଁ ପରିଚିତ? କରେକ୍ଟ ଆନ୍ସରଟି ହେଉଛି
ଧୋଲାବିରା ଧୋଲାବିରା ଉନ୍ନତ ଜଳ ସଂରକ୍ଷଣ ଓ ବ୍ୟବସ୍ଥାପନ ପାଇଁ ପ୍ରସିଦ୍ଧ। ସିନ୍ଧୁ ସଭ୍ୟତାର ସାଧାରଣତଃ ଗ୍ରହୀତ ସମୟ କେତେ? ମାନେ ତାଙ୍କର ପିରିୟଡ଼ଟି କେଉଁ ସମୟରୁ କେଉଁ ସମୟ ପର୍ଯ୍ୟନ୍ତ? ଏହାର କରେକ୍ଟ ଆନ୍ସରଟି ହେଉଛି ଅପସନ୍ ବି 2600ରୁ 1720। ଏହି ସମୟକୁ ସିନ୍ଧୁ ସଭ୍ୟତାର ପ୍ରମୁଖ ସମୟ ବୋଲି କୁହାଯାଏ। ହରପ୍ପା ସମୟରେ ତମ୍ବାର ରଥ କେଉଁ ସ୍ଥାନରୁ ମିଳିଥିଲା? ଅପସନ୍ ଏ କୁଣ୍ଟାଲ, ବି ରାକ୍ଷୀ ଗାଡ଼ି, ସି ଦାଇମାବାଦ, ଡି ବାନାବାଲି। କରେକ୍ଟ ଆନ୍ସରଟି ହେଉଛି ଅପସନ୍ ସି ଦାଇମାବାଦ। ଦାଇମାବାଦରେ ତମ୍ବାର ରଥ ମିଳିଥିଲା। ଘୋଡ଼ାର ଅବଶେଷ କେଉଁଠି ମିଳିଛି? ଅପସନ୍ ଏ ସୁର୍କତାଡା, ବି କାଲିବାଙ୍ଗାନ, ସି ରୋପାର, ଡି ବାନାବାଲି। କରେକ୍ଟ ଆନ୍ସରଟି ହେଉଛି ଅପସନ୍ ଏ ସୁର୍କତାଡା। ସୁର୍କତାଡାରେ ଘୋଡ଼ାର ଅବଶେଷ ମିଳିଛି। ସିନ୍ଧୁ ସଭ୍ୟତାରେ ଲୋକମାନଙ୍କର ପ୍ରମୁଖ ଜୀବିକା କ'ଣ ଥିଲା? ଅପସନ୍ ଏ ବ୍ୟବସାୟ, ବି କୃଷି କାର୍ଯ୍ୟ, ସି ପଶୁପାଳନ, ଡି ଶିକାର। କରେକ୍ଟ ଆନ୍ସରଟି ହେଉଛି ଅପସନ୍ ବି କୃଷି କାର୍ଯ୍ୟ। ସିନ୍ଧୁ ସଭ୍ୟତାର ଲୋକମାନଙ୍କର ପ୍ରଧାନ ଜୀବିକା କୃଷି ଥିଲା। ହରପ୍ପା ଶବ୍ଦର ଅର୍ଥ କ'ଣ? ଶ୍ରେଷ୍ଠ ସହର, ପଶୁପତିଙ୍କ ଖାଦ୍ୟ, ମୃତ୍ୟୁମାନଙ୍କର ଟିଲା, ମେଲୁହା। କରେକ୍ଟ ଆନ୍ସରଟି ହେଉଛି ଅପସନ୍ ସି ମୃତମାନଙ୍କର ଟିଲା। ହରପ୍ପାକୁ ମୃତମାନଙ୍କର ଟିଲା ବୋଲି କୁହାଯାଏ। ହରପ୍ପାକୁ ମୃତମାନଙ୍କର ଟିଲା ବୋଲି କୁହାଯାଏ। ହରପ୍ପା ଏବଂ ପ୍ରି ହରପ୍ପା ଦୁଇଟି ସାଂସ୍କୃତିକ ପର୍ଯ୍ୟାୟର ପ୍ରମାଣ କେଉଁଠି ମିଳିଛି? ଅପସନ୍ ଏ କାଲିବାଙ୍ଗାନ, ବି ମୋହେଞ୍ଜୋଦାରୋ, ସି ଚାନୁଦାରୋ, ଡି ବାନାବାଲି। କରେକ୍ଟ ଆନ୍ସରଟି ହେଉଛି ଅପସନ୍ ଏ କାଲିବାଙ୍ଗାନ। କାଲିବାଙ୍ଗାନରେ ପ୍ରି ହରପ୍ପା ଏବଂ ହରପ୍ପା ଦୁଇଟି ପର୍ଯ୍ୟାୟର ପ୍ରମାଣ ମିଳିଛି। ହରପ୍ପାର ଲୋକେ କେଉଁ ସଂଖ୍ୟା ପ୍ରଣାଳୀ ବ୍ୟବହାର ଜାଣିଥିଲେ? ଅପସନ୍ ଏ 16 ଏବଂ ତାର ଗୁଣକ, ବି 12 ଏବଂ ତାର ଗୁଣକ, ସି 4 ଏବଂ ତାର ଗୁଣକ। କରେକ୍ଟ ଆନ୍ସରଟି ହେଉଛି ଅପସନ୍ ଏ 16 ଏବଂ ତାର ଗୁଣକ। ହରପ୍ପାର ଲୋକେ 16 ଆଧାରିତ ମାପ ପ୍ରଣାଳୀ ବ୍ୟବହାର କରୁଥିଲେ। ମେସୋପଟାମିଆନ୍ ବାସୀମାନେ ସିନ୍ଧୁବାସୀଙ୍କୁ କ'ଣ ବୋଲି କହୁଥିଲେ? ଅପସନ୍ ଏ ତେଲୁଆ, ବି ମେଲୁହା, ସି ଇଣ୍ଡୋସ୍, ଡି ସିନ୍ଧୁ। କରେକ୍ଟ ଆନ୍ସରଟି ହେଉଛି ଅପସନ୍ ବି ମେଲୁହା। ମେସୋପଟାମିଆ ଲିପିରେ ସିନ୍ଧୁ ଅଞ୍ଚଳକୁ ମେଲୁଆ ବୋଲି କୁହାଯାଇଛି।